ଚାଲ ଆଜି ଆମେ ରୋଷେଇ କରିବା ଗୋଟେ ଭଲ ଆଇଟମ୍ଟେ। ଓଡ଼ିଆ ଘରର ଫେଭରାଇଟ୍ ଖାଇବା ଏଇଟା। ସବୁ ଘରେ ଘରେ ଅଧିକାଂଶ ଟାଇମ୍ରେ ଏଇସବୁ ଜିନିଷ ହୁଏ। ଏହା ଆଜି ଆମେ କରିବା କ'ଣ କରିବା ଏଇଟା? ରାଗ ଚଣା ଆଜି ଆମେ କରିବା। ହୋଟେଲରେ ହଉ କି ଘରେ ହଉ ପଖାଳ ଭାତକୁ ମସ୍ତ ସବୁବେଳେ ରାଗ ଚଣା ହିଁ ଭଲ ଲାଗେ। ଆମେ ଆଜି ରାଗ ଚଣା କରିବା। ରାଗ ଚଣା ପାଇଁ ଏଇଟା ଆମେ ପ୍ରଥମରୁ ଏଇଟା କି ଚଣା? ମଟର ଚଣା ଆଳୁକୁ ଆମେ ପ୍ରଥମେ ସିଝେଇ ଦେଇଛୁ। ତମେ ସେମିତି ଯେତିକି ଦରକାର ସେଇ ଅନୁସାରେ ତମେ ସିଝେଇ ଦିଅ। ପ୍ରେସର କୁକର ହଉ କେଉଁଥିରେ ସିଝେଇ ଦେଲା ପରେ ଏଇସବୁ ଜିନିଷ ଦେଖ, ପିଆଜ, କଞ୍ଚା ଲଙ୍କା ଆଉ ଭୃଷଙ୍ଗ ପତ୍ର, ଅଦା ରସୁଣ ଛେଚା, ଇଏ ଟମାଟୋ ରେଡ଼ି କରି ରଖିଦେବ। ତାପରେ ଜିରା ସୋରିଷ ଯାହା ଯେମିତି ପକା ହେବ ମୁଁ କହିବି ପ୍ରୋସେସ୍, ସେ ଅନୁସାରେ ତମେ କ'ଣ କରିଦେବ କହିଲ, ରେଡ଼ି କରି ସବୁ ଜିନିଷ ରଖିଦେବ ହେଲା। ଏଇଠି ତେଲ ଗରମ ହେବା ଉପରେ ଚାଲିଲାଣି। ଜିରା ପଡ଼ିଲା, ସୋରିଷ ପଡ଼ିଲା, ଜିରା ସୋରିଷ ପଡ଼ିଲା ହେଲା। ଫୁଟିଲା ପରେ ପିଆଜ, କଞ୍ଚାମରିଚ, ଭୃଷଙ୍ଗ ପତ୍ର ଦେଖ ପଡ଼ିଲା। ଇଏ ହେଉଛି ରାଧା କିଚେନ୍ ହେଲା। ରାଧିକା କିଚେନ୍ ଏଇଠି। ରାଧା ଏଇ ଆମ କିଚେନ୍ ଏଇଟା। ହାଁ ସବସ୍କ୍ରାଇବ୍ କରିବେ ଚ୍ୟାନେଲକୁ। ଖାଇବା ପଡ଼ିବ ଡେଲି। ଟିକେ ଘାଣ୍ଟି ଦେବ ତେଲ ଉପରେ। ତେଲରେ ଜିରା ସୋରିଷ ସବୁ ପକେଇକି ଟିକେ ଭଲସେ ଫ୍ରାଏ କରିବାକୁ। ପିଆଜକୁ କ'ଣ କଲ ଟିକେ ୟେଲୋ କଲର୍, ମାନେ ହଳଦିଆ କଲର୍ ଟିକେ ଯେମିତି ଆସିବ, ମାନେ ପିଆଜଟା ଟିକେ ଶୁଖିଲା ଟାଇପ୍ର ଟିକେ ହେଲେ ତାପରେ ମସଲା ମସଲି ଦେବା ଅଲଗା। ଅଦା ରସୁଣ ଦେଇଦେବ ଏଇ ଟାଇମ୍ରେ, ଦେଇ ଘାଣ୍ଟିବ ହେଲା। ଦେଇ ଘାଣ୍ଟିବାକୁ ଭଲସେ ଘାଣ୍ଟିବ, ରଗଡ଼ିକି ଘାଣ୍ଟିବ ଯେମିତି ବାସ୍ନା ବାହାରିବ ହେଲା। ବାସ୍ନା ବାହାରିବ, ଲଗେଇବନି। ତାପରେ କ'ଣ କରିବା, ତାପରେ ଇଏ ଜିନିଷଟି ଦେଖିକି ହେଲା। ପିଆଜଟା ଟିକେ ଭଲସେ ଭାଜି ହେଲା ପରେ କ'ଣ ପକାଇବା? ହଳଦୀ ଗୁଣ୍ଡା ପକାଇବ ଦେଖିକି। ତୁମର ଯେତିକି କ୍ୱାଣ୍ଟିଟିରେ ତୁମେ କରିବ ତ, ମାନେ ଯେଉଁ ରାଗ ଚଣାଟା ସେଇ ଅନୁସାରେ ତୁମେ ପକାଇବ ଆଉ, ସ୍ୱାଦ ଅନୁସାରେ ଆଉ। ରାଧାରେ ବି ଛିଙ୍କ ଆସିଲାଣି ହେଲା, ମାନେ ଖାଇବାଟା କେମିତି ହେଇଥିବ ତୁମେ ଭାବିବ। ଟମାଟୋ ପଡ଼ିଲା, ଜାଳ ଟିକେ କମ୍ କରିଦେବ। ଧୀରେ ଧୀରେ କରି ଭାଜିବ। ଲୁଣ ପକାଇବା, ଏବେ ଲୁଣ ପଡ଼ିଲା। ଏମିତି ନୂଆ ନୂଆ ଭିଡ଼ିଓ ଆସିବ ଆମର ଏଇ ଚ୍ୟାନେଲରେ, ରାଧିକା କିଚେନ୍ 8 ହେଲା। ରାଧିକା କିଚେନ୍ 8ରେ ସବୁ ନୂଆ ନୂଆ ଭିଡ଼ିଓ ଆସିବ। ଓଡ଼ିଆ ଘର ଖାଇବା, ସବୁ ପିଠା ପଣା ସବୁ ଜିନିଷ ଆସିବ ହେଲା। ଭିଡ଼ିଓ ଦେଖିକି କିଛି ନାହିଁ, ଖାଲି ସବସ୍କ୍ରାଇବ୍ ଗୋଟେ କରିଦିଅ, ଭିଡ଼ିଓ ଦେଖିବ। ଆଗକୁ ଭଲ ଭଲ ଭିଡ଼ିଓ ପଡ଼ିବ ହେଲା। ଖାଇବା ଭିଡ଼ିଓ, କେବଳ ଖାଇବା ଭିଡ଼ିଓ। ଏଇଟା ଟିକେ ଭଲସେ ଫ୍ରାଏ କରିଦେଲ। ସବୁ ଜିନିଷ ପଡ଼ିକି ଫ୍ରାଏ ହେଇଗଲା। ଏବେ ଡାଇରେକ୍ଟ ପକାଇବା କ'ଣ କହିଲ, ଚଣା ଆଳୁ ପଡ଼ିଲା। ଲୁଣ ବି ପଡ଼ିଯାଇଛି ହେଲା। ସିଝା ଯେଉଁ ହେଇଯାଇଥିଲା ପ୍ରଥମେ, ଏ ଚଣା ଆଳୁକୁ ବର୍ତ୍ତମାନ ପକାଇଦେଲୁ। ଟିକେ ଘାଣ୍ଟି ଦେବା ତାକୁ। ଘାଣ୍ଟି ଦେବା ପରେ ଆକୁ ପୁଣି ଟିକେ ଲୋ ଫ୍ଲେମ୍ ଦେଇକି ତାକୁ ଘୋଡ଼େଇ ଦେବା ଟିକେ ହେଲା। ଘୋଡ଼େଇ ଦେଲେ ସେ ଯେଉଁ ଚଣା ଆଳୁ ସହିତ ଏ ଯେଉଁ ମସଲାଟା ଟିକେ ଲାଗିଲେ ଟେଷ୍ଟ ଆଉ ଟିକେ ବଢ଼ିଆ ହେବ ହେଲା। କ'ଣ କରୁଛ? ଘୋଡ଼େଇ ଦିଅ। ଖାସ ଆସିଲା ହାରି, ଛୁଙ୍କ ପୁରା ଦେଇଛି ରହିଲା। ଗୋଟେ କେତେ ମିନିଟ୍ ରଖିବା? ମିନିଟ୍ଟା ହେବ, ମାନେ ମଝିରେ ମଝିରେ ଟିକେ ଘାଣ୍ଟୁଥିବ। ସିଝିଗଲେ ଖାଲି ସିଝିବା ଦରକାର ତ ହେଲା। ଏବେ ଏଇଟା ଖୋଲିବା ହେଲା। ବର୍ତ୍ତମାନ ଟିକେ ଗୋଟେ ମିନିଟ୍ 2 ମିନିଟ୍ ହେବ ବସିଗଲା। ଏଇଟା ଖୋଲିଦେବା। ଖୋଲିଲା ପରେ ଦେଖ ରେଡ଼ି ହେଇଯାଇଛି, ପୁରା ରେଡ଼ି ରାଗ ଚଣା। ଟିକେ ମସଲା ଗୁଣ୍ଡ ଉପରେ ପକାଇଦେବା ପାଇଁ, ଚିକେନ୍ ମସଲା ଟିକେ ବାସ୍ନା ପାଇଁ, ଟେଷ୍ଟ ଟିକେ ବଢ଼ିଯିବ। ଆଉ ଏଇ ରାଗ ଚଣା ରେଡ଼ି। ରାଧିକା ଖାଇବା ପାଇଁ ବି କାନ୍ଦିବା ଷ୍ଟାର୍ଟ କରିଦେଲା। ରେଡ଼ି। ଚାଲ ବାଢ଼ିଦେବା ଟିକେ, ରାଗ ଚଣାକୁ କାଢ଼ିଦେବା। କେମିତି ଟେଷ୍ଟ ହେଇଛି ଟିକେ ଦେଖିଦେବା। ସେତିକି ଥାଉ। ସେତିକି ଓକେ। ରେଡ଼ି।
ରାଗଚଣା ରେଡ଼ି, ପଖାଳ ଭାତକୁ ରାଗଚଣା ପୁରା ରେଡ଼ି। ଓକେ, ଘରେ ତିଆରି କର ଏମିତି, ପୁରା ପ୍ରୋସେସ୍ କହିଦେଲି, ଏମିତି ତିଆରି କରି ଖାଅ, ମସ୍ତ ଲାଗିବ, ଟେଷ୍ଟ ଲାଗିବ ପୁରା।